ରୋଷେଇ ଘରୁ ଅଗ୍ନିକାଣ୍ଡ ଘଟି ଜଳିଗଲା 3 ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୁଳା ପଞ୍ଚାୟତ ଅନ୍ତର୍ଗତ ଗୋପନଗର ସାହିରେ ଅଗ୍ନିକାଣ୍ଡ ଘଟି ଜଳିଗଲା 3 ବଖରା ଘର। ଗାଁରେ ରମେଶ ଦେହୁରୀଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଚୁଲାରୁ ନିଆଁ ଲାଗି ସମ୍ପୂର୍ଣ୍ଣ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ଘରେ ଥିବା ଧାନ ଚାଉଳ ଆସିବାବପତ୍ର ଘରୋଇ ଉପକରଣ ସହ କିଛି ଦରକାର ଦସ୍ତାବେଜ କାଗଜପତ୍ର ମଧ୍ୟ ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଖବର ପାଇ କଙ୍କଡ଼ାହାଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ତୁରନ୍ତ ଅଗ୍ନି ବିପନ୍ନଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ମୋ ନାଁ ସୁକାନ୍ତି ଦେହୁରୀ, ଆମ ଘର କରଗଳା। ମୋ ସ୍ୱାମୀଙ୍କ ନାମ ରମେଶ ଦେହୁରୀ। ମୁଁ ଆଜ୍ଞା ରୋଷେଇ କରୁଥିଲି, କଡ଼େଇରୁ ନିଆଁ ଉଠିକି ଘର ଜଳିଗଲା। ଛୁଆଙ୍କର ଡ୍ରେସ୍ ପତ୍ର, ବହି ଖାତା ପତ୍ର, ବିଲ ଜମି ପଟା ଆମର, ଆଉ ଭୋଟର ପଟ, ଆଧାର, ରେସନ ସବୁ ଆଜ୍ଞା ପୋଡ଼ି ଚୁରମାର ହେଇଗଲା। ମୋତେ ସରକାର ଟିକେ ହାତ ଦିଅନ୍ତୁ ଆଉ। କେନ୍ଦୁଲରୁ ପ୍ରଭାସ କଞ୍ଚଙ୍କ ରିପୋର୍ଟ, BE ନ୍ୟୁଜ୍, ଓଡ଼ିଶା।